ଏ ଗୋଟା ଘର ଦ୍ୱାର ଧୋଇକିନି ଗୋଟା ସକାଳୁ ଗୋଟା ନାଟ ନଗେଇଛନ୍ତି ବସିକିନି ମତେ ଦେଖିଲା ବେଳକୁ କହୁଛନ୍ତି ଗାଧେଇ ଯା ବୋଉ ଗଲା କୁଆଡେ ବୋଉ ହେ ବୋଉ ତୁ ବି ବୋଉ ଏଇଥିରେ ଆଉ ବୁଝିପାରିଲୁ ତୁ ବି ତାରି ଭଳିଆ ଆସିକି ଏଠି କଣ ହଳଦୀ ବାଟିଲୁ ସକାଳେ ଏ ଘର ଦ୍ୱାର କାହିଁକି ଧୁଆଇଛି ମତେ ଟିକେ କହିଲୁ ଆଉ ତୁ ହଳଦୀ ଆଜି କାହିଁ ବାଟୁଛୁ ଏଗୁରା କଣ ତୁ ବୋଉ କରୁଛୁ ମୁଁ କିଛି ମୋ ମୁଣ୍ଡ କିଛି କାମ କରୁନି ଇଏ କଣ ହଳଦୀ ବଟା ହେଇଛି ସେଠି ସିଏ କଣ ଘର ଧୋଇ ଦେଇକିନି ମତେ କହୁଛି ତମେ ଯାଅ ଗାଧେଇବ ତା ମାନେ କଣ ମୁଁ କିଛି ବୁଝିପାରୁନି ଆଜି କଣ କି ତୁ କଣ ଜାଣିନୁ କଣ ଜାଣିବି ଏଥିରେ ମତେ ଯୋଉ କଥା ତୁ କହୁଛୁ ତୁ କଣ ଏତେ ହଳଦୀ ଗୁରା ନେଇଯାଇଛୁ ବାଟିବାକୁ ଏଠି ସେମିତି କୁହନ୍ତିନି। କଣ କୁହନ୍ତି ଚୈତ୍ର ମାସ ଆଜି ଲାଷ୍ଟ ମଙ୍ଗଳବାର ହଁ ମା ଗାଧେଇବେ ହଳଦୀ ମେଥି ବଟା ହବ ଜଡା ତେଲ ପଡିବ ଘର୍ଷଣ ହେଇକିରି ପାଣି ଢଳା ହବ ହଁ 7 ଢଳେ 5 ଢଳେ ଯା ମାନସିକ ଆଜି କରନ୍ତି ଶେଷ ମଙ୍ଗଳବାର ବି। ହଁ ଆଚ୍ଛା ମତେ କହ ତୁ ମା ମଙ୍ଗଳାକୁ ପୂଜା କରି କଣ ତୁ ଲାଭ ପାଇଛୁ ଆଉ କଣ ଲାଭ ପାଆନ୍ତି ମା ମଙ୍ଗଳାକୁ ପୂଜା କରିକି ମା ମଙ୍ଗଳାକୁ ପୂଜା କରି କଣ ଲାଭ ପାଆନ୍ତି ହୁଁ ଜାଣିନୁ ହୁଁ ଯେ ଅପୁତ୍ର ନାରୀ ପୁତ୍ର ନ ହଉଥିଲେ ତାଙ୍କୁ ପୁତ୍ର ଯିଏ ଦିଅନ୍ତି କୋଳକୁ ଆଚ୍ଛା ଅନ୍ଧ ଯଦି ତାକୁ ବାଟ ନ ଦୁସ୍ଥାଏ ସେ ଏଇ ମାନସିକ କରି ପୂଜା କଲେ ତା ଆଖିକି ଅନ୍ଧ ମା ମଙ୍ଗଳା ଚକ୍ଷୁଦାନ ଦିଅନ୍ତି। ଓହୋ ଜମା ସେମିତି କହିବୁନି ମୋ ବାପାଟା ପରା ଜାଣିଛୁ ହଉ 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 କ୍ଷମା ମାଗିଦେ ମାଙ୍କ କତିରେ ଏତେ ହଳଦୀ ବୋଲି କହିବୁନି ନା କିଛି କହିବୁନି କେତେ ବଡ ଓଷା ଆଜି ଜାଣିଛୁ ହଉ ବୋଉ ତୁ ଯାହା କହିଲୁ ଠିକ କଥା କହିଲୁ ମୋର ଭୁଲ ହେଇଯାଇଛି ଆଉ କଣ କରିବି ଆଉ ମୋର ଭୁଲ ହେଇଯାଇଛି ତୁ ଓଷା କର ମୁଁ ଯାଉଛି ଗାଧେଇ ପାଧେଇ ପଳେଇ ଆସି ମୁଁ ଯାଉଛି ଗାଧେଇ ପାଧେଇ ଠାକୁରଙ୍କ ପାଖରେ ପଣା ଦିଆ ହବ ହଁ ମୁଁ ଯାଉଛି ଟିକେ ମୁଣ୍ଡିଆ ମାରିଦେବି ମୁଣ୍ଡିଆ ମାରିଦବୁ କ୍ଷମା ମାଗିଦବୁ ହଁ ମୁଁ ଯାଉଛି ଗାଧେଇ ଆସି ହଉ